ସମସ୍ତ ପ୍ରଥମ ଶ୍ରେଣୀର କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଆମର ଏହି ପାଠପଢ଼ା ଚ୍ୟାନେଲକୁ ସ୍ୱାଗତ। ତମମାନେ ସମସ୍ତେ ଭଲରେ ନିଶ୍ଚିତ ଭାବରେ ଥିବ। ଆଜି ଆମେ ଗୋଟେ ସୁନ୍ଦର ପାଠଟି ପଢ଼ିବା, ଯେଉଁଟାକି ଆମ ପରିବାର ପ୍ରସଙ୍ଗର ତୃତୀୟ ପାଠ, ଯାହାର ନାଁ ହେଉଛି ମୁନି ଦେଲା ହସି। ଏଇଟା ଗୋଟେ ସୁନ୍ଦର କାହାଣୀଟିଏ। ତମେମାନେ ଚିତ୍ରରେ ସବୁ କ'ଣ ଦେଖୁଛ ଆଗେ କହିଲ? ଚିତ୍ରରେ ଯାହା ବି ଦେଖୁଛ ମୋତେ କୁହ। ଚିତ୍ରରେ କ'ଣ ସବୁ ଦେଖୁଛ? ଚିତ୍ରରେ ଦେଖୁଛ ଗୋଟେ ମଟର ଗାଡ଼ି, ଯେଉଁଟା କହୁଛ କାର୍ ଗୋଟେ ଅଛି, ସେଥିରେ ସବୁ କିଛି ପିଲାମାନେ ବସିଛନ୍ତି, କିଛି ବଡ଼ ଲୋକ ମଧ୍ୟ ବସିଛନ୍ତି। ପାଖରେ ଗୋଟେ ଗଛଟିଏ ଅଛି, ଗୋଟେ ନଦୀ ମଧ୍ୟ ବହି ଯାଇଛି, ନାଇଁ କି କିଛି ଶସ୍ୟ ମଧ୍ୟ ସେଠି ଫଳିଛି। ପୁଣି ଦ୍ୱିତୀୟ ଚିତ୍ରରେ ଦେଖ, ଗୋଟେ ଛୋଟ ଝିଅଟିଏ ସେଇ ନଦୀ ପାଖରେ ବା ଝରଣା ପାଖରେ କ'ଣ ଗୋଟେ କରୁଛି, ଆଉ ଗଛ ଉପରେ ଗୋଟେ ବଗଟିଏ ବସିଛି। ମଟର ଗାଡ଼ି ମଧ୍ୟ ସେପଟେ ଟିକେ ଦୂରରେ ଥୁଆ ହୋଇଛି, ନାଇଁ କି? ଠିକ୍ ଅଛି, ବର୍ତ୍ତମାନ ଆମେ ସେ ଗପଟିକୁ ପଢ଼ିବା। ତମମାନେ ମନ ଦେଇକିରି ଗପଟିକୁ ଶୁଣ। ଅମର ବାବୁ ମଟର ଗାଡ଼ିରେ ବସି ବୁଲିବାକୁ ବାହାରିଲେ। ସାଥିରେ ଘର ଲୋକମାନେ ଥିଲେ। ମଟର ଗାଡ଼ିଟି ଝରଣା କଡ଼ ବାଟ ଦେଇ ଯାଉଥିଲେ। ବାଟରେ ଯଅ, ମକା ଆଦି ସବୁଜ କ୍ଷେତ ସଭିଏଁ ଖୁସିରେ ଦେଖୁଥିଲେ। ଝରଣା ପାଖରେ ଗଛଟିଏ ଥିଲା। ଗଛ ପାଖରେ ଗାଡ଼ି ଅଟକିଗଲା। ବଗଟି ସେଠାରେ ମାଛ ଧରି ବସିଥିଲା। ହଠାତ୍ ମାଛଟି ତା ପାଟିରୁ ତଳକୁ ଖସି ପଡ଼ି ଛଟପଟ ହେଲା। ସେ ପୁଣି ମାଛକୁ ନେବାକୁ ଆସୁଥିଲା। ଅମର ବାବୁଙ୍କ ଝିଅ ମୁନି ଟିକି ମାଛଟିକୁ ଧରିନେଲା। ସେ ତାକୁ ନେଇ ଝରଣା ପାଣିରେ ଛାଡ଼ିଦେଲା। ମାଛଟି ଖୁସି ହୋଇ ମୁନିକୁ ଚାହିଁଲା। ମୁନି ତାକୁ ଦେଖି ହସିଲା। ମାଛଟି ପାଣି ଭିତରକୁ ମନ ଖୁସିରେ ଚାଲିଗଲା। ଆଚ୍ଛା ପିଲାମାନେ, ବର୍ତ୍ତମାନ ତମମାନଙ୍କୁ ଏ କାହାଣୀଟି କେମିତି ଲାଗିଲା କୁହ? ଭଲ ଲାଗିଲା ନା ନାହିଁ? ଠିକ୍ ଅଛି, ବର୍ତ୍ତମାନ ଆମେ ଏହି ବିଷୟ ଯେଉଁ ପଢ଼ିଲେ ବା କାହାଣୀଟି ଯେଉଁ ଶୁଣିଲେ, ଏହାର କିଛି ପ୍ରଶ୍ନ ଉତ୍ତର କରିବା ହେଲା। ଠିକ୍ ଅଛି, 1 ନମ୍ବର ପ୍ରଶ୍ନ ଦେଇଛି କ'ଣ ନା, ଆସ କଥା ହେବା। ପ୍ରଥମ ପ୍ରଶ୍ନ, ଅମର ବାବୁ କେଉଁଥିରେ ବସି ବୁଲି ବାହାରିଲେ? କିଏ କହିପାରିବ? ହାତ ଟେକ। ତାର ସଠିକ୍ ଉତ୍ତର ହେଉଛି ଅମର ବାବୁ ମଟର ଗାଡ଼ିରେ ବସି ବୁଲି ବାହାରିଲେ। ତାପରେ ଖ ପ୍ରଶ୍ନର କ'ଣ ଦେଇଛି ଦେଖିବା। ସମସ୍ତେ କ'ଣ ଦେଖି ଖୁସି ହେଉଥିଲେ? କିଏ କହିପାରିବ? ଆର ଉତ୍ତର ହେଉଛି ସମସ୍ତେ ବାଟରେ ଯଅ, ମକା ଆଦି ସବୁଜ କ୍ଷେତ ଦେଖୁଥିଲେ, ଝରଣା କଡ଼ ଦେଇକିରି ଯାଉଥିଲେ, ତେଣୁ ସମସ୍ତେ ଖୁସି ହେଉଥିଲେ। ତାପରେ ଆସିଲା ଗ ନମ୍ବର ପ୍ରଶ୍ନ, ବଗ କ'ଣ ଧରିଥିଲା? ବଗ କ'ଣ ଧରିଥିଲା? ନା ବଗ ମାଛଟିଏ ଧରିଥିଲା, ନାଇଁ କି? ତାପରେ ଘ, ମାଛଟି କିପରି ବଞ୍ଚିଲା? ମାଛଟି କେମିତି ବଞ୍ଚିଲା? କିଏ କହିପାରିବ ଦେଖିବା? ନା ମାଛଟିକୁ ଅମର ବାବୁଙ୍କ ଝିଅ ମୁନି ନେଇ ପାଣିରେ ଛାଡ଼ି ଦେବାରୁ ସେ ବଞ୍ଚିଥିଲା ବା ବଞ୍ଚିଗଲା, ନାଇଁ କି? ଆଚ୍ଛା, ତାପରେ ପର କ୍ୱେଶ୍ଚିନ୍ ହେଉଛି କ'ଣ ନା, ମୁନି କାହିଁକି ହସିଲା? ମୁନି କାହିଁକି ହସିଲା? ନା ମାଛଟି ପାଣିକୁ ଗଲା ପରେ ମୁନିକୁ ଦେଖିକିରି ଚାହିଁଲା, ସେଥିପାଇଁ ମୁନି ତାକୁ ଦେଖିକିରି ହସିଲା, ନାଇଁ କି? ଠିକ୍ ଅଛି, ବର୍ତ୍ତମାନ 2 ନମ୍ବର କ୍ୱେଶ୍ଚିନ୍କୁ ଆସ। କ'ଣ ଦେଇଛି ନା, ତଳ ଚିତ୍ର ଗୁଡ଼ିକର ନାମ କହିବା। ମ ଅକ୍ଷରରୁ ଆରମ୍ଭ ହୋଇଥିବା ଚିତ୍ର ତଳେ ଥିବା କୋଠରୀରେ ରଙ୍ଗ ଦେବା। ଯେଉଁଠି ମ ଅକ୍ଷରରୁ ଆରମ୍ଭ ହୋଇଛି ଆମେ ସେଠି ରଙ୍ଗ ଦେବା ହେଲା, ଯେଉଁଟାକି ପ୍ରଥମ ବିଷୟରେ ଯେମିତି ଆମେ ରଙ୍ଗ ଦେଇଥିଲେ। ପ୍ରଥମ ଚିତ୍ରରେ କ'ଣ ଦେଖୁଛ? ନା ଏଇଟା ମକା, ତେଣୁ ମରୁ ଯେହେତୁ ଆରମ୍ଭ ହୋଇଛି ମ ଅକ୍ଷରରୁ, ଏଠି ଆମେ ରଙ୍ଗ ଦେବା। ତାପରେ ଦ୍ୱିତୀୟ ଚିତ୍ରରେ କ'ଣ ଦେଖୁଛ? ଗୋଟେ ପକ୍ଷୀ ଅଛି, କଳା କଲରର ପକ୍ଷୀ। କ'ଣ ସେଇଟା?
ସେଇଟା ହେଉଛି କାଉ। ତେଣୁ ଯେହେତୁ ମ ଅକ୍ଷରରୁ ଏହାର ଆରମ୍ଭ ହୋଇନାହିଁ, ତେଣୁ ଏଠାରେ ଆମେ କୋଠରୀରେ ରଙ୍ଗ ଦେବା ନାହିଁ। ତାପରେ ତୃତୀୟ ଚିତ୍ର କ'ଣ ଦେଖୁଛ ନା ଗୋଟେ ମଗ ଦେଖୁଛ। ତେଣୁ ଯେହେତୁ ମ ଅକ୍ଷରରୁ ଏହାର ଆରମ୍ଭ ହୋଇଛି, ତେଣୁ ଏଠି ଆମେ ରଙ୍ଗ ଦେବା। ହେଲା ତ? ଠିକ୍ ଅଛି। ତାପର ଚିତ୍ରରେ କ'ଣ ଦେଖୁଛ? କିଏ କହିପାରିବ? ହେଉଛି ଏଇଟା ମୟୂର, ଯାହାକୁ ଆମ ଜାତୀୟ ପକ୍ଷୀ ବୋଲି କୁହାଯାଏ। ଯେହେତୁ ମ ଅକ୍ଷରରୁ ଆରମ୍ଭ ହୋଇଛି, ତେଣୁ ଆମେ କୋଠରୀରେ ରଙ୍ଗ ଦେବା। ତାପରେ କ'ଣ ଦେଖୁଛ ନା ଗୋଟେ ଗଛଟିଏ ଦେଖୁଛ। ଯେହେତୁ ଗଛର ମ ଅକ୍ଷରରୁ କୌଣସି ଆରମ୍ଭ ହୋଇନାହିଁ, ତେଣୁ ଏଠାରେ ରଙ୍ଗ ଦେବାର ଆବଶ୍ୟକତା ନାହିଁ। ବୁଝିପାରିଲ ନା ନାହିଁ? ତାପରେ ଆସିଲା ତୃତୀୟ ନମ୍ବର। କ'ଣ ଦେଇଛି? ସାଙ୍ଗଙ୍କ ସହ କଥା ହୁଅ, ମ ଅକ୍ଷରରେ ଗୋଲ ବୁଲେଇବା। ସାଙ୍ଗଙ୍କ ସହିତ କଥା ହେଇକିରି ଆମେ ଅକ୍ଷର ଚିହ୍ନଟ କରିବା, ଯେଉଁଠି ମ ଅଛି ସେଠି ଗୋଲ ବୁଲେଇବା। ହେଲା, ଆସ କରିବା ଦେଖିବା। ପ୍ରଥମେ କ'ଣ ଦେଇଛି ନା ଚ ଦେଇଛି, ତେଣୁ ଗୋଲ ବୁଲେଇବାର ଆବଶ୍ୟକତା ନାହିଁ। ତାପରେ ମ ଦେଇଛି, ତେଣୁ ସେଠାରେ ଗୋଲ ବୁଲେଇବା। ତାପରେ ଦେଇଛି ଟ, ତାପରେ ଦେଇଛି ଟ, ତାପରେ ଦେଇଛି ମ, ଯେଉଁଠି ଆମେ ପୁଣି ଗୋଲ ବୁଲେଇବା। ତାପରେ ଦେଇଛି ଚ, ପୁଣି ତାପରେ ଦେଇଛି ନ, ତାପରେ ଦେଇଛି ଅ, ତାପରେ ଦେଇଛି ମ, ତାପରେ ଦେଇଛି ଅ, ତାପରେ ଦେଇଛି ଚ, ତାପରେ ଦେଇଛି ଟ, ତାପରେ ପୁଣି ଦେଇଛି ମ। ତେଣୁ ସେଠାରେ ଆମେ ଗୋଲ ବୁଲେଇବା। ପୂର୍ବରୁ ଯେଉଁ ମ ଅଛି ସେ ଜାଗାରେ ଗୋଲ ବୁଲେଇବା। ତାପରେ ଠ ଦେଇଛି, ପୁଣି ତାପରେ ମ ଦେଇଛି, ସେଠାରେ ମଧ୍ୟ ଆମେ ମ ଅକ୍ଷରରେ ଗୋଲ ବୁଲେଇବା। ହେଲା, ଠିକ୍ ଅଛି। ତାପରେ 4 ନମ୍ବର କ୍ୱେଶ୍ଚିନ୍କୁ ଆସ। କ'ଣ ଦେଇଛି ନା ଦେଖି ଦେଖି ଲେଖିବା। ବର୍ତ୍ତମାନ ଆମେ ଚିତ୍ରରେ ଯେମିତି ଦେଇଛି ଦେଖିକିରି ଲେଖିବା। କେମିତି ଚିତ୍ରରେ ତୀର ସହିତ 1 ଦିଆଯାଇଛି, ତାପରେ 2 ଦିଆଯାଇଛି, 3 ଦିଆଯାଇଛି, ସେଇଟାକୁ ଲକ୍ଷ୍ୟ କର। ସେଇଭଳି ଭାବରେ ଆମେ ଏଇଟାକୁ ଲେଖିବା। ହେଲା, ତାପରେ 5 ନମ୍ବରକୁ ଆସ। ତଳ ଚିତ୍ରକୁ ଚିହ୍ନି ଯେଉଁ ଚିତ୍ରର ନାମ ଗ ଅକ୍ଷରରୁ ଆରମ୍ଭ, ତାର ତଳ କୋଠରୀର ଠିକ୍ ଚିହ୍ନ ଦିଅ। ଏଠି ଯେଉଁ ଚିତ୍ରର ପ୍ରଥମ ଅକ୍ଷର ଗରୁ ଆରମ୍ଭ ହୋଇଛି, ସେଥିରେ ଆମେ କ'ଣ ଦେବା? ଠିକ୍ ଚିହ୍ନ ଦେବା। ଏଠି ପ୍ରଥମ ଚିତ୍ର ଗଛ ଦେଖୁଛ, ତେଣୁ ଗଛ ପାଖରେ ଆମେ ଠିକ୍ ଚିହ୍ନ ଦେବା। ତାପରେ କ'ଣ ଦେଖୁଛ ନା ନଟୁ ଦେଖୁଛ, ଏଠି ଆମର ଠିକ୍ ଚିହ୍ନ ଦେବାର ଆବଶ୍ୟକତା ନାହିଁ। ତାର ପରବର୍ତ୍ତୀ ଚିତ୍ରଟିକୁ ଦେଖ। ଚିତ୍ରଟି କାହାର ନା ଗଧଟିର। ଯେହେତୁ ଗ ଅକ୍ଷରରୁ ଆରମ୍ଭ ହୋଇଛି, ତେଣୁ ଆମେ କୋଠରୀରେ ଠିକ୍ ଚିହ୍ନ ଦେବା। ତାପର ଚିତ୍ରଟିକୁ ଦେଖ। ସେହି ଚିତ୍ରଟି ଯେଉଁ ଦେଇଛି ଗୋଟେ ଗରାର ଚିତ୍ର ଦେଇଛି। ଯେହେତୁ ତାହା ଗରୁ ଆରମ୍ଭ ହୋଇଛି, ତେଣୁ ସେଠାରେ କୋଠରୀରେ ଠିକ୍ ଚିହ୍ନ ଦିଅ। ତାପରେ 6 ନମ୍ବରକୁ ଆସ। ଗ ଅକ୍ଷରରେ ଗୋଲ ବୁଲେଇବା। ତେଣୁ ଏଠାରେ ଦେଖିଦିଅ କେଉଁ ସ୍ଥାନରେ ସବୁ ଗ ଅଛି। ଯେଉଁ ସ୍ଥାନରେ ଗ ଅଛି ତା ଚାରିପଟେ ଆମେ ଗୋଲ ବୁଲେଇବା। ପ୍ରଥମରେ ଗ ଅଛି, ଗୋଲ ବୁଲେଇବା। ତାପରେ ଟ ଅଛି, ତାପରେ ଗ ଅଛି, ଗୋଲ ବୁଲେଇବା। ତାପରେ ଖ ଅଛି, ତାପରେ ମ ଅଛି, ତାପରେ ଚ ଅଛି, ପୁଣି ତାପରେ ଗ ଅଛି, ଗୋଲ ବୁଲେଇବା। ତାପରେ ଠ ଅଛି, ତାପରେ ପ ଅଛି, ତାପରେ ପୁଣି ଗ ଅଛି, ଗୋଲ ବୁଲେଇବା। ତାପରେ ଗ ଅଛି, ଗୋଲ ବୁଲେଇବା। ତାପରେ ର ଅଛି। ହେଲା, ତାପରେ ଆସିଲା 7 ନମ୍ବର। ଦେଖି ଦେଖିକିରି ଲେଖିବା। ବର୍ତ୍ତମାନ ଗ ଯେମିତି ଲେଖାଯାଉଛି, ସେଇଭଳି ଭାବରେ ପ୍ରଥମେ କେଉଁଠୁ ଆରମ୍ଭ କରି କେଉଁଠୁ ଶେଷ କରିବ, ସେଇଟା ଚିତ୍ରରେ ଦେଖ, ଦେଖିକିରି ଲେଖିବ। ହେଲା, ଠିକ୍ ଅଛି। ତାପରେ ଆସ 8 ନମ୍ବରକୁ। ତଳ ଚିତ୍ରକୁ ଚିହ୍ନି ଯେଉଁ ଚିତ୍ରର ନାମ ର ଅକ୍ଷରରୁ ଆରମ୍ଭ, ତାର ତଳ କୋଠରୀରେ ଠିକ୍ ଚିହ୍ନ ଦେବା। ଚିତ୍ରଗୁଡ଼ିକୁ ଦେଖିବା, ଚିହ୍ନଟ କରିବା ଏବଂ ଯେଉଁ ଚିତ୍ରରେ ସବୁ ର ଅକ୍ଷରରୁ ଆରମ୍ଭ ହୋଇଛି ନା, ସେଠି ଆମେ ଠିକ୍ ଚିହ୍ନ ଦେବା। ପ୍ରଥମ ଚିତ୍ରରେ କ'ଣ ଦେଇଛି ନା ଗୋଟେ ରଥ ଦେଇଛି। ଯେହେତୁ ଏଇଟା ର ଅକ୍ଷରରୁ ଆରମ୍ଭ, ତେଣୁ ସେଠାରେ ଆମେ ଠିକ୍ ଚିହ୍ନ ଦେବା। ହେଲା, ତାପରେ ଦ୍ୱିତୀୟ ଚିତ୍ର ଦେଖ। ସେଠି କ'ଣ ଦେଇଛି ନା ରସୁଣ। ରସୁଣ ଚିତ୍ର ର ଅକ୍ଷରରୁ ଆରମ୍ଭ ହୋଇଛି, ତେଣୁ ସେଠାରେ ଠିକ୍ ଚିହ୍ନ ଦେବା। ତାପରେ ତୃତୀୟ ଚିତ୍ର ଆସିଲା ଅରଟ। ଏଟାକୁ ଅରଟ କୁହାଯାଏ, ତେଣୁ ଏଠି ଠିକ୍ ଚିହ୍ନ ଦେବାର ଆବଶ୍ୟକତା ନାହିଁ। ତାପରେ ଚତୁର୍ଥ ଚିତ୍ର ଆସିଲା, ଏଟାକୁ କ'ଣ କୁହନ୍ତି କିଏ କହିପାରିବ? ଏଟାକୁ ରକେଟ୍ କୁହନ୍ତି। ତେଣୁ ଏଠି ର ଅକ୍ଷରରୁ ଯେହେତୁ ଆରମ୍ଭ ହୋଇଛି, ଏଠି ଠିକ୍ ଚିହ୍ନ ଦେବା। ହେଲା, ତାପରେ 9 ନମ୍ବରକୁ
ଆସ 9 ନମ୍ବରରେ କ'ଣ ଦେଇଛି ନା ସାଙ୍ଗଙ୍କ ସହ କଥା ହୋଇ ର ଅକ୍ଷରରେ ଗୋଲ ବୁଲେଇବା। ଏଠି ଯେଉଁ ସ୍ଥାନ ମାନଙ୍କରେ ର ଅଛି ଆମେ ସେଠି ଗୋଲ ବୁଲେଇବା। ପ୍ରଥମେ କ'ଣ ଦେଇଛି ନା ଟ ଦେଇଛି, ତାପରେ ର ଦେଇଛି ଗୋଲ ବୁଲେଇବା, ତାପରେ ର ଦେଇଛି ସେଠାରେ ଗୋଲ ବୁଲେଇବା, ତାପରେ ଚ ଦେଇଛି, ତାପରେ ଠ ଦେଇଛି, ତାପରେ ମ ଦେଇଛି, ତାପରେ ର ଦେଇଛି ଗୋଲ ବୁଲେଇବା, ତାପରେ ଅ ଦେଇଛି, ତାପରେ ର ଦେଇଛି ଗୋଲ ବୁଲେଇବା, ତାପରେ ଅ ଦେଇଛି, ତାପରେ ଚ ଦେଇଛି, ତାପରେ ର ଦେଇଛି ଗୋଲ ବୁଲେଇବା, ତାପରେ ମ ଦେଇଛି, ତାପରେ ର ଦେଇଛି। ସେଠାରେ ମଧ୍ୟ ଆମେ କ'ଣ ଯେଉଁ ସ୍ଥାନ ମାନଙ୍କରେ ସବୁ ଚ ଅଛି ର ଅଛି ସେଠି ମଧ୍ୟ ଗୋଲ ବୁଲେଇବା। ତେଣୁ 10 ନମ୍ବରକୁ ଆସ ଦେଖିକିରି ଲେଖିବା। ର କେମିତି ଲେଖାଯାଏ ସେଇଟା ଚିତ୍ରରେ ଦେଇଛି, ସେଇଭଳି ଭାବରେ କେଉଁଠାରୁ ଆରମ୍ଭ କରି କେଉଁଠାରେ ଶେଷ କରିବ ଦେଖିକିରି ଆମେ ଲେଖିବା ହେଲା। ଠିକ୍ ଅଛି। ବର୍ତ୍ତମାନ 11 ନମ୍ବରକୁ ଆସ ତଳ ଶବ୍ଦ ଗୁଡ଼ିକୁ ପଢ଼ିବା। କ'ଣ ସବୁ ଦେଇଛି ନିଜେ ପଢ଼ିବ। କ'ଣ ଦେଇଛି ଦେଖ ନା ଚଟ, ଚମ, ମଗ, ଚର, ଗରମ, ମଗର, ଟଗର, ମଟର ହେଲା କି। ତାପରେ 12 ନମ୍ବରକୁ ଆସ। ଏଠି କ'ଣ ଦେଇଛି ନା ଅକ୍ଷର ଯୋଡ଼ି ଶବ୍ଦ ଗଢ଼ିବା, ଲେଖିବା ଓ ପଢ଼ିବା। କ'ଣ ସବୁ ହେଇପାରିବ ଟିକେ ଲକ୍ଷ୍ୟ କର କୋଠରୀରେ କ'ଣ ସବୁ ଦେଇଛି। ପ୍ରଥମେ କ'ଣ ଲେଖିପାରିବା ନା ଟଗର, ଟଗର ଲେଖିପାରିବା। ତାପରେ କ'ଣ ଲେଖିପାରିବା ମଟର, ମଟର ଲେଖିପାରିବା। ତାପରେ କ'ଣ ଲେଖିବା ମଗର, ମଗର। ସେ ଯେହେତୁ ତିନୋଟି ଦେଇଛି ଅକ୍ଷର ଯୋଡ଼ିକିରି ଶବ୍ଦ ଗଢ଼ିବା ପାଇଁ କହିଛି ସେଇଟା ଆମେ ଲେଖିବା। ପ୍ରଥମେ ରବ ଟଗର, ତାପରେ ମଟର, ତାପରେ ମଗର ହେଲା ତ। ଠିକ୍ ଅଛି। ତାପରେ 13 ନମ୍ବରକୁ ଆସ। ଚିତ୍ର ଗୁଡ଼ିକର ନାମ କୁହ। ଯେଉଁ ଚିତ୍ରର ନାମ ଅ ଧ୍ୱନିରୁ ଆରମ୍ଭ ସେହି ଚିତ୍ର ତଳେ ରଙ୍ଗ ଦିଅ। ଏଠି ଆମେ ଚିତ୍ର ଦେଖିବା ଆଉ ଯେଉଁ ଚିତ୍ରର ଆରମ୍ଭଟା ତା ଧ୍ୱନି ଯେଉଁ ଅରୁ ଆରମ୍ଭ ହୋଇଛି ତା ତଳେ ରଙ୍ଗ ଦେବା। ପ୍ରଥମ ଚିତ୍ର କ'ଣ ଦେଇଛି ନା ଅରଟ ଦେଇଛି, ଯେହେତୁ ଅ ଧ୍ୱନିରୁ ଆରମ୍ଭ ସେଠାରେ ରଙ୍ଗ ଦେବା କୋଠରୀରେ। ଦ୍ୱିତୀୟ ଚିତ୍ର କ'ଣ ଦେଇଛି ନା ଅଙ୍ଗୁର ଦେଇଛି, ଯେହେତୁ ଅ ଧ୍ୱନିରୁ ଆରମ୍ଭ ସେଠାରେ ମଧ୍ୟ ରଙ୍ଗ ଦେବା। ତୃତୀୟ ଚିତ୍ର କ'ଣ ଦେଇଛି ନା ଅସରପା ଦେଇଛି, ଯେହେତୁ ଅ ଧ୍ୱନିରୁ ଆରମ୍ଭ ସେଠାରେ ମଧ୍ୟ ରଙ୍ଗ ଦେବା। ଚତୁର୍ଥ ଚିତ୍ର କ'ଣ ଦେଇଛି ନା ଅଦା ଦେଇଛି, ଯେହେତୁ ସେଇଟା ଅରୁ ଆରମ୍ଭ ତେଣୁ ସେଠାରେ ଆମେ ରଙ୍ଗ ଦେବା। ଠିକ୍ ଅଛି। ତାପରେ ଆସିଲା 14 ନମ୍ବର ଅ ଅକ୍ଷରରେ ଗୋଲ ବୁଲେଇବା। ଆଚ୍ଛା ତମମାନେ ସବୁ ଅକ୍ଷର ଚିହ୍ନଟ କରିଛ, ଜାଣିଛ ଭଲ ଭାବରେ। ତେଣୁ ଯେଉଁ ସ୍ଥାନରେ ସବୁ ଅ ଅଛି ସେଠି ଆମେ ଗୋଲ ବୁଲେଇବା। ପ୍ରଥମରେ ଅ ଅଛି ତାପରେ ଗୋଲ ବୁଲେଇବା, ତାପରେ ଟ ଖ ପୁଣି ଅ ଦେଇଛି ଗୋଲ ବୁଲେଇବା, ତାପରେ ଗ ଚ ଠ ପୁଣି ଅ ଦେଇଛି ଗୋଲ ବୁଲେଇବା, ତାପରେ ର ଦେଇଛି ତାପରେ ଅ ଦେଇଛି ଗୋଲ ବୁଲେଇବା, ତାପରେ ଚ ଦେଇଛି ପୁଣି ଅ ଦେଇଛି ଗୋଲ ବୁଲେଇବା, ପୁଣି ତାପରେ ଅ ଦେଇଛି ଗୋଲ ବୁଲେଇବା। ଠିକ୍ ଅଛି। ହଉ ତାପରେ ଆସିଲା 15 ନମ୍ବର। ଆସ ଦେଖି ଲେଖିବା। ଯେମିତି ଲେଖୁଥିଲ ସେମିତି ଲେଖିବ, କିନ୍ତୁ କେମିତି ଅ ଲେଖାଯାଏ ସେଇଟା ସେଇ ପ୍ରଥମ ଚିତ୍ରରେ ଦେଇଛି। ଦେଖ ବଡ଼ ଚିତ୍ରରେ 1 2 3 ସିରିଏଲ ଅନୁସାରେ ତୀର ଚିହ୍ନ ମାରିକିରି ଦିଆଯାଇଛି। ଯେମିତି ମୁଁ କରୁଛି ସେଇଭଳି ଭାବରେ ଲେଖିବ ହେଲା। ସମସ୍ତେ ଘରେ ହସ୍ତାକ୍ଷର ଲେଖିବାକୁ ଚେଷ୍ଟା କରିବ। ଠିକ୍ ଅଛି। ତାପରେ ଆସିଲା 16 ନମ୍ବର। ସାଙ୍ଗ ସହ କଥା ହୋଇ ବିଦ୍ୟାଳୟକୁ ଯିବା ପାଇଁ ତଳ ଚିତ୍ରରେ ରାସ୍ତା ଖୋଜି ବାହାର କରିବା। ତମମାନେ ଆଗ ବାହାର କର, ତାପରେ ମୁଁ ଚିତ୍ରରେ କରିକିରି ଦେଖେଇବି କେମିତି ଆମେ ବିଦ୍ୟାଳୟରେ ପହଞ୍ଚିବା। ଠିକ୍ ଅଛି। ବର୍ତ୍ତମାନ ଏହି ବିଷୟଟି ଶେଷ ହେଲା। ଯଦି ତୁମମାନଙ୍କୁ ଏଇଟା ଭଲ ଲାଗିଲା ତୁମ ସାଙ୍ଗମାନଙ୍କ ପାଖକୁ ମଧ୍ୟ ଏହି ଭିଡ଼ିଓଟିକୁ ପଠାଇଦେବ, ଯାହାଦ୍ୱାରା କି ସେମାନେ ମଧ୍ୟ ଘରେ ବସି ପାଠ ପଢ଼ିପାରିବେ। ଠିକ୍ ଅଛି। ହଉ ଆଜି ବିଷୟଟି ସରିଲା। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।